8 ଲକ୍ଷ ରୁ ଅଧିକ ଚାଷୀ ପଞ୍जीକୃତ ହେଲେଣି। 5 ଲକ୍ଷ ଚାଷୀ ଯଦି ବଢିଲେ ଚାଷୀ ମାରଣ କେମିତି ହେଲା? ଯେତେ ପର୍ଯ୍ୟନ୍ତ ବଜାର ଅଛି, ଯେତେ ପର୍ଯ୍ୟନ୍ତ କଳା ବଜାରୀ ଅଛନ୍ତି, ସେମାନେ ସାର କଳା ବଜାରୀ କରିବେ। ପ୍ରତ୍ୟେକ ଚାଷୀ ପରିବାର ଅଧିକ ପଇସା 40,000 50,000 ଟଙ୍କା ପ୍ରତି ବର୍ଷରେ ପାଉଛନ୍ତି। ତେଣୁ ସାର ଗୋଟେ ପ୍ରସଙ୍ଗ କରୁଛନ୍ତି। ଆରେ ଅନାସ୍ଥା ପ୍ରସ୍ତାବ ତମେ ବିଜୁ ଭାରତୀୟ ଜନତା ପାର୍ଟି ଉପରେ ଆଣୁଛ, ତ ଆସ୍ଥା କାହା ଉପରେ ଆଣୁଛ? ତ ବର୍ଷେ 3 ମାସ ହେଲା ବିଜୁ ଜନତା ଦଳରେ ସେଟା ଡେଭଲପ କରିଛି। ତେଣୁ ଏବେ ଆଜି ଆପଣ ଦେଖିଥିବେ 3 ଦିନ ହେଲା କଣ କହୁଛନ୍ତି ଯେ ଚାଷୀ ମାରଣ ନୀତି, ଚାଷୀଙ୍କ ସାର ଖାଇଲା କିଏ, ଯୋଉ କଥା କହୁଛନ୍ତି ଏଇଟା କଣ ଗୋଟେ ପ୍ରସଙ୍ଗ? ଯଦି ଗତ ସରକାରରେ 13,50,000 ଚାଷୀ ପଞ୍ଜୀକୃତ ହେଇଥିଲେ, ଆମ ସରକାର ଯେତେବେଳେ ଇନପୁଟ ଆସିଷ୍ଟାନ୍ସ ଦେଲେ, ତାପରେ ବର୍ତ୍ତମାନ ପାଖାପାଖି 8 ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକୃତ ହେଲେଣି। 5 ଲକ୍ଷ ଚାଷୀ ଯଦି ବଢିଲେ ଚାଷୀ ମାରଣ କେମିତି ହେଲା? ମାନେ ଏତେ ବରିଷ୍ଠ ନେତା, ଏତେ ସିନିୟର ଲେଜିସ୍ଲେଟର ମାନେ ଏଗୁଡା ସବୁ ମିଥ୍ୟା ତଥ୍ୟ ଦେଇକିରି ବିଧାନସଭାକୁ ବନ୍ଦ କରୁଛନ୍ତି। ଚାଷୀଙ୍କ ସଂଖ୍ୟା ଯଦି 25% ବଢିଲା, ଚାଷୀ ଯଦି 25% ଚାଷୀ ଯଦି ଆକର୍ଷିତ ହେଇକି ଚାଷ କଲେ, ତେଣୁ ଚାଷୀ ମାରଣ ନୀତି। ଏବଂ ଏଥର ଯୋଉ ଧାନ ଚାଷ ହେଇଛି, ଆପଣ ମାନେ ଆଜି ସବୁ ସମ୍ବାଦପତ୍ରର ସବୁ ଇଲେକ୍ଟ୍ରୋନିକ୍ସ ମିଡିଆରେ ଅଛନ୍ତି, ଆପଣ ଆଜି ଦେଖି ରଖନ୍ତୁ। ଯେତେବେଳେ ଧାନ ଅମଳ ହବ, ଦେଖିବେ ଓଡିଶାରେ ଯେତିକି ଧାନ ପ୍ରଡକ୍ସନ ହବ, ସେଇଟା ବୋଧେ ବିଗତ 24 ବର୍ଷ କଣ ଆଉ ଭାରତ ବର୍ଷ ଆଉ ସମସ୍ତ ଅନ୍ୟ ସମସ୍ତ ରାଜ୍ୟକୁ ସରପାସ କରିକି ହାଇଏଷ୍ଟ ପ୍ରଡକ୍ସନ ହବ। ତାହେଲେ ଗତ ରବି ଆଉ ଖରିଫରେ ମିଶିକିରି 90 ଲକ୍ଷ ମେଟ୍ରିକ ଟନ ହେଇଥିଲା, যেটা কি মানে লাইফ টাইম হাইଷ୍ଟ। ଆଉ ଏଥର ତ 100 ଲକ୍ଷ ମେଟ୍ରିକ ଟନ ଟପିବ। ଏତେ ଧାନ ପ୍ରଡକ୍ସନ ହଉଛି, ଚାଷୀ ମାନେ ଏତେ ଆକର୍ଷିତ ହେଇକି ଆସୁଛନ୍ତି। ପ୍ରତ୍ୟେକ ଚାଷୀ ପରିବାର ଅଧିକ ପଇସା 40,000 50,000 ଟଙ୍କା ପ୍ରତି ବର୍ଷରେ ପାଉଛନ୍ତି। ତେଣୁ ସାର ଗୋଟେ ପ୍ରସଙ୍ଗ କରୁଛନ୍ତି। ସାର ପ୍ରସଙ୍ଗରେ ସାର କଳା ବଜାରୀ ହବାଟା କଣ? ଯେତେ ପର୍ଯ୍ୟନ୍ତ ବଜାର ଅଛି, ଯେତେ ପର୍ଯ୍ୟନ୍ତ କଳା ବଜାରୀ ଅଛନ୍ତି, ସେମାନେ ସାର କଳା ବଜାରୀ କରିବେ। ତାକୁ କି ପ୍ରକାର ଭାବରେ ସରକାର ତାକୁ କି ପ୍ରକାର କାଉଣ୍ଟର କରୁଛନ୍ତି, ସରକାର କି ପ୍ରକାର ହ୍ୟାଣ୍ଡେଲ କରୁଛନ୍ତି, ସେଇଟା ଦେଖିବାର କଥା। କେତେ ସାର 10 ଲକ୍ଷ ମେଟ୍ରିକ ଟନ ସାର ଆସିଲା ଏବଂ ସବୁ ଚାଷୀ ପାଇଛନ୍ତି। ଇଏ ଆଙ୍କର ଗୋଟେ ଆଗରୁ ଗୋଟେ ନେରେଟିଭ ତିଆରି କରିକିରି କୋଉ ପ୍ୟାକ୍ସ ଆଗରେ ସବୁ ଜୁତା ରଖିକିରି ସେଠି ଯୋଉ ଆଧାର କାର୍ଡ ରଖିକିରି ଯୋଉ ସବୁ ନାଟକ ବାଜି କରୁଛନ୍ତି, ରେଜଲ୍ଟ ଦେଖିବେ ନା। ଆପଣ ଚାଷୀ କେତେ ପଞ୍ଜୀକୃତ ହେଇଛନ୍ତି ଆଉ କେତେ ଧାନ ପ୍ରଡକ୍ସନ ହେଲା ଏ ବର୍ଷ ଦେଖିବେ। ଏ ବର୍ଷ ଯୋଉ 3 ଦିନ 4 ଦିନ ଧରିକି ସେମାନେ ବନ୍ଦ କରିଛନ୍ତି, ୟାର ଉତ୍ତର ସେତେବେଳେ ସେମାନେ ଦେବେ ଯେ ଆମେ 3 ଦିନ ବନ୍ଦ କରିଥିଲୁ ସେ ସାର ଚାଷୀଙ୍କ ପ୍ରସଙ୍ଗରେ, ଚାଷୀ ଏତେ ଅଧିକ କେମିତି ପ୍ରଯୁକ୍ତ କଲେ, ଏତେ ଧାନ କେମିତି ପ୍ରଡକ୍ସନ ହେଲା। ୟା ସତ୍ତ୍ୱେ ବି ଯୋଉଟା ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି, ଚାଲିବା ପାଇଁ ଦଉନାହାନ୍ତି। ସରକାର ତ କହୁଛନ୍ତି ଆଲୋଚନା ପାଇଁ ପ୍ରସ୍ତୁତ, ତାପରେ ମଧ୍ୟ କାହିଁ ଆପଣ ଚାଷୀ ପ୍ରସଙ୍ଗରେ ତ ଦେଇଛନ୍ତି, ସୋମବାର ମଙ୍ଗଳବାର ଆସିବ ବୋଲି କହୁଛନ୍ତି। ଏତେ ପର୍ଯ୍ୟନ୍ତ ସେମାନେ ତ ଆଡଜର୍ନମେଣ୍ଟ ମୋସନ ଦେଇନାହାନ୍ତି। ବିରୋଧୀଙ୍କ ଅସ୍ତ୍ର ସେମାନେ ଦେଉନାହାନ୍ତି। ସେମାନେ ଆସିକି ସେଠି ୱେଲ ନାଟକବାଜି କରିବା ଅପେକ୍ଷା ସେମାନେ ଦଉନାହାନ୍ତି ପ୍ରସଙ୍ଗରେ ଆଲୋଚନା ହବ ବୋଲି। କେତେ ସାର ଆମେ ଏ ବର୍ଷ ଦେଇଛୁ, କେତେ ପ୍ୟାକ୍ସ ମାଧ୍ୟମରେ ଆସିଛି, କେତେ ଡିଲର ମାଧ୍ୟମରେ ଆସିଛି, କେତେ ଚାଷୀ ପାଇଛନ୍ତି, କେତେ ପାଇନାହାନ୍ତି, ପୁଙ୍ଖାନୁପୁଙ୍ଖ ତଥ୍ୟ ଅଛି ମୋ ପାଖରେ। କିନ୍ତୁ ଏଇଟା ଗୋଟେ ମିଥ୍ୟା ପ୍ରସଙ୍ଗ। ଏଇ ଯୋଉ କରୁଛନ୍ତି ଅନାସ୍ଥା ପ୍ରସ୍ତାବ ଚଲଉଥିଲେ, ଆରେ ଅନାସ୍ଥା ପ୍ରସ୍ତାବ ତମେ ବିଜୁ ଭାରତୀୟ ଜନତା ପାର୍ଟି ଉପରେ ଆଣୁଛ, ତ ଆସ୍ଥା କାହା ଉପରେ ଆଣୁଛ? ଜଣଙ୍କ ଉପରେ ଅନାସ୍ଥା ଆଣିବ ମାନେ ଆଉ ଜଣଙ୍କ ଉପରେ ଆସ୍ଥା ପ୍ରକଟ କରିବ। ତ ଯଦି ଭାରତୀୟ ଜନତା ପାର୍ଟି ଉପରେ ଯଦି ଓଡିଶାର 4.5 କୋଟି ଓଡିଆ ଯଦି ଆସ୍ଥା ପ୍ରକଟ କରି ସରକାର ବସେଇଲେ, ତମେ ଯଦି ଅନାସ୍ଥା ଆଣୁଛ, ଆସ୍ଥା କାହା ଉପରେ? କାହା ଉପରେ ଆସ୍ଥା ଅଛି? ତମ ନିଜ ଉପରେ ଆସ୍ଥା ଅଛି ନା ସେ ବିଜେଡି ଉପରେ ଆସ୍ଥା ଅଛି, କାହା ଉପରେ ଆସ୍ଥା ଅଛି? ଯେମାନଙ୍କୁ 24 ବର୍ଷ ପରେ ବାହାରକୁ ଫୋପାଡ଼ି ଦେଇଛନ୍ତି, ସେଇମାନଙ୍କ ଉପରେ ଆସ୍ଥା ଆଣୁଛ। ବାମନ ହେଇକି ଚନ୍ଦ୍ରକୁ ହାତ ବଢେଇବା ଯାହା, ଇଏ 14 ବିଧାୟକ ହେଇକିରି ଅନାସ୍ଥା ଆଣିବା ସେୟା। 81 ବିଧାୟକ ପୁରା ଉଲ୍ଟି ଗନ ପୁରା 18 ତାଠାରୁ ବି ତମଠାରୁ ଅଧିକା ଅଛନ୍ତି। ତେଣୁ ଏ ଗୋଟେ ପ୍ରସଙ୍ଗରେ ବିଧାନସଭା ବନ୍ଦ କରୁଛନ୍ତି। ସାରା ଓଡିଶା ରାଜ୍ୟବାସୀ ଦେଖୁଛନ୍ତି, ଏମାନେ ଆଉ ଆରଥରକୁ ଖାତା ଖୋଲିଲା ବେଳକୁ ମତେ ଲାଗୁନି, ଇଏ ସରିଗଲେ।